ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସୁଶାସନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ତହସିଲ କାର୍ଯ୍ୟାଳୟ ଓ ସାଧାରଣ ଜନତା ମଧ୍ୟରେ ଥିବା ବ୍ୟବଧାନ ଦୂର କରିବା, ଲୋକଙ୍କୁ ସହଜ ଓ ସ୍ୱଚ୍ଛ ଓ ସମୟୋପଯୋଗୀ ସେବା ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳଙ୍କୁ ସପ୍ତାହକୁ ଅତି କମରେ 2ଟି ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ସେବା ପ୍ରଦାନ ବ୍ୟବସ୍ଥାରେ ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଗଙ୍ଗାଧର ନାୟକ ଯୋଗଦେଇ ସାମାଜିକ ଗୃହ ନିର୍ମାଣ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାର ସହରାଞ୍ଚଳ ବିକାଶ କ୍ଷେତ୍ରରେ ସଫଳତା ସମ୍ପର୍କରେ ସ୍ୱତନ୍ତ୍ର ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ, ହୋଲ୍ଡିଂ ଟିକସ ଆଦାୟ ନୂଆପଡ଼ା ଏନ୍ଏସି ରାଜ୍ୟରେ ପ୍ରଥମ ଏବଂ ଖଡ଼ିଆଳ ଏନ୍ଏସି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଡିଡିସି କନଫରେନ୍ସ ଓ ଅନ୍ୟାନ୍ୟ ସମୀକ୍ଷା ବୈଠକରେ ପୌର ପ୍ରଶାସନର ସକ୍ରିୟ ଅଂଶଗ୍ରହଣ ବିଭିନ୍ନ ସହରାଞ୍ଚଳ ବିକାଶ ଯୋଜନାର ସଫଳ ରୂପାୟନରେ ସହାୟକ ହେଉଥିବା ସମ୍ପର୍କରେ ସେ ମଧ୍ୟ ସୂଚନା ଦେଇଥିଲେ। ବୈଠକରେ ବାଣିଜ୍ୟ, କର ଓ ଜିଏସ୍ଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଜୁନ୍ 2026 ସୁଦ୍ଧା 628.14 ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଛି, ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ 35.91% ଅଧିକ। ସେହିପରି ସିଟି ଓ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୟୁନିଟ୍ ଚଳିତ ଆର୍ଥିକ ବର୍ଷରେ 447.80 ଲକ୍ଷ ଟଙ୍କାର ବାର୍ଷିକ ଲକ୍ଷ୍ୟ ବିପରୀତ ଜୁନ୍ ସୁଦ୍ଧା 95.06 ଲକ୍ଷ ଟଙ୍କା ସଂଗ୍ରହ ସୂଚନା ଦେଇଥିଲେ। ଲିଗାଲ ମେଟ୍ରୋଲୋଜି ବିଭାଗ ପକ୍ଷରୁ ଜୁନ୍ ମାସରେ 310ଟି ଯାଞ୍ଚ, 910ଟି ବ୍ୟବସାୟୀଙ୍କ ନିୟମିତ ପରିଦର୍ଶନ, 65ଟି ଆକସ୍ମିକ ଯାଞ୍ଚ ଏବଂ 779ଟି ଓଜନ ଓ ପରିମାପ ଯନ୍ତ୍ରର ଯାଞ୍ଚ ଓ ଷ୍ଟାମ୍ପିଂ କରାଯାଇଛି। ଏଥିରୁ 5,22,605 ଟଙ୍କା ଫିସ୍ ସଂଗ୍ରହ ହୋଇଛି। ଗତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଞ୍ଚ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମୋଟ 1,03,52,954 ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମେ 2026 ସୁଦ୍ଧା 5,24,28,294 ଟଙ୍କା ରାଜସ୍ୱ ସଂଗ୍ରହ କରାଯାଇଥିବା ଏବଂ ଏହା ଗତ ବର୍ଷର ସମାନ ଅବଧି ତୁଳନାରେ 8.98% ବୃଦ୍ଧି ପାଇଥିବା ସୂଚନା ଦିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରୈତ, ଉପଯୁକ୍ତ ଜିଲ୍ଲାପାଳ ସୁମି ସୋରେନ, ଡେପୁଟି ଜିଲ୍ଲାପାଳ ଶେଖ୍ ନାସିମ୍, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ସଠିକ୍ ନ୍ୟୁଜ୍।